ଯୌନ ସମ୍ପର୍କ ବନାଇବା ସମୟରେ 65% ପୁରୁଷମାନଙ୍କର 2ରୁ 3 ମିନିଟ୍ ମଧ୍ୟରେ ପାଣି ବାହାରି ଯାଇଥାଏ, ଯାହାଦ୍ୱାରା ମହିଳାମାନେ ପୂରାପୂରି ଭାବରେ ସନ୍ତୁଷ୍ଟ ହୋଇପାରିନଥାନ୍ତି। କରିବା ସମୟରେ ଯେତେବେଳେ ମହିଳାମାନେ ଅଧିକ ଉତ୍ତେଜିତ ହୋଇଯାଇଥାନ୍ତି, ତେବେ ସେ ତାଙ୍କ ପଛଭାଗକୁ ଉପରକୁ ଉଠାଇବାକୁ ଲାଗନ୍ତି ଏବଂ ସେ ତାଙ୍କ ନଖ ସାହାଯ୍ୟରେ ପୁରୁଷଙ୍କ ପିଠିକୁ ଚିପିବାକୁ ଆରମ୍ଭ କରନ୍ତି। ଯେଉଁ ପୁରୁଷମାନେ ଭାବନ୍ତି ଯେ ଗୋଟିଏ ମହିଳାକୁ କନ୍ଦାଇବା, ଯନ୍ତ୍ରଣା ଦେବା ଏବଂ ଆକୁଳ କରିବା ଦ୍ୱାରା ତାଙ୍କ ପ୍ରେମ ବୃଦ୍ଧି ପାଇବ, ତେବେ ଏହା ସେମାନଙ୍କର ଏକ ବଡ଼ ଭୁଲ ବୁଝାମଣା ହୋଇଥାଏ। ଯେତେବେଳେ ଗୋଟିଏ ମହିଳା ଲୁହ ଢାଳେ, ତେବେ ଧୀରେ ଧୀରେ ଆପଣଙ୍କ ପ୍ରେମ ମଧ୍ୟ ତାଙ୍କ ଆଖିରୁ ଚାଲିଯାଏ। ଯେଉଁଦିନ ସେ ତାଙ୍କ ଚେତାକୁ ଆସନ୍ତି, ତେବେ ଲୁହ ଶେଷ ହୁଏ ଏବଂ ପ୍ରେମ ମଧ୍ୟ ଶେଷ ହୋଇଯାଏ। ଯେତେବେଳେ ଗୋଟିଏ ମହିଳା ପୁରୁଷଙ୍କ ଠାରୁ ଚରମ ସୁଖ ପ୍ରାପ୍ତ କରିଥାଏ, ତେବେ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟିବା ଆରମ୍ଭ ହୋଇଯାଇଥାଏ। ଗୋଟିଏ ସଚ୍ଚା ଜୀବନସାଥୀ ସେ ହୋଇଥାଏ ଯିଏ ଭଲ ଓ ଖରାପ ସମୟରେ ଆପଣଙ୍କ ସାଥିରେ ରହିଥାଏ। ଯଦି କୌଣସି ମହିଳା ଆପଣଙ୍କ ସହିତ ଶାରୀରିକ ସମ୍ପର୍କ ବନାଇବାକୁ ଚାହୁଁଥିବେ, ତେବେ ସେ ବାରମ୍ବାର କୌଣସି ବାହାନା କରି ଆପଣଙ୍କ ପାଖକୁ ଆସିବେ, ଆପଣଙ୍କୁ ଖରାପ ଇସାରା ଦେବା ସହିତ ଡବଲ ମିନିଂରେ କଥା ହେବେ, ଆପଣଙ୍କ ଥଟ୍ଟାମଜା କଥାରେ ହସିବେ ଓ ନ ଜାଣିଲା ଭଳି ଆପଣଙ୍କ ଶରୀରକୁ ବାରମ୍ବାର ଛୁଇଁବେ। ବାସ୍ ଏହି ସଂକେତରୁ ତୁରନ୍ତ ବୁଝିଯିବେ ଯେ ସେ ଆପଣଙ୍କ ସହିତ ଶାରୀରିକ ସମ୍ପର୍କ ବନାଇବାକୁ ଚାହୁଁଛନ୍ତି ବୋଲି। ଯଦି ଗୋଟିଏ ପୁଅ ଭୁଲ କରେ, ତେବେ ଗୋଟିଏ ଝିଅ ତାକୁ ସଂଶୋଧନ କରିପାରିଥାଏ, କିନ୍ତୁ ଯଦି ଗୋଟିଏ ଝିଅ ତା'ର ଚରିତ୍ର ସହିତ ସାଲିସ କରିବାକୁ ପ୍ରସ୍ତୁତ ହୋଇଯାଏ, ତେବେ ଦୁନିଆର କୌଣସି ଶକ୍ତି ତାକୁ ସଂଶୋଧନ କରିପାରିନଥାଏ।